ଶସ୍ତା ହୋଇଗଲା ସୁନା। ଏବେ ମୌକା ହାତଛଡ଼ା ନ କରି ତୁରନ୍ତ କିଣି ଦିଅନ୍ତୁ, ନହେଲେ ପରେ କାନ୍ଦିବେ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଭାରତରେ ଆଜି ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ସମସ୍ତ କ୍ଷେତ୍ରରେ ମୂଲ୍ୟ ହ୍ରାସ ପାଇଛି। 24 କ୍ୟାରେଟରୁ 18 କ୍ୟାରେଟ ପର୍ଯ୍ୟନ୍ତ ସବୁଥିରେ ମିଳୁଛି ଭଲ ରିହାତି। ଆଜି ସୁନା ମୂଲ୍ୟ ପ୍ରତି 10 ଗ୍ରାମ 1,48,080 ଟଙ୍କା ଅଛି, ଯାହା ଗତକାଲି 29 ମାର୍ଚ୍ଚରେ 1,48,090 ଟଙ୍କା ଥିଲା। ଏହାର ଅର୍ଥ 10 ଟଙ୍କା ହ୍ରାସ ପାଇଛି। ସେହିପରି ପ୍ରତି 10 ଗ୍ରାମ 22 କ୍ୟାରେଟ ସୁନାର ମୂଲ୍ୟ ଗତକାଲି 1,35,750 ଟଙ୍କା ତୁଳନାରେ ଆଜି 1,35,740 ଟଙ୍କା ଅଛି। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଚେନ୍ନାଇରେ ସୁନା ମୂଲ୍ୟ ଅନ୍ୟ ମହାନଗର ସହର ତୁଳନାରେ ସାମାନ୍ୟ ଅଧିକ ରହିଛି। ଏହି ସମୟରେ ଦିଲ୍ଲୀ ଏବଂ ଜୟପୁର ଭଳି ସହରରେ ମୂଲ୍ୟ ସମାନ୍ତରରେ ରହିଛି। ସ୍ଥାନୀୟ ଟିକସ ଏବଂ ପରିବହନ ଶୁଳ୍କ ଯୋଗୁଁ ସୁନା ମୂଲ୍ୟ ସହର ଅନୁସାରେ ଭିନ୍ନ ହୋଇଥାଏ। ମୂଲ୍ୟ 10ରୁ 100 ଟଙ୍କା ପର୍ଯ୍ୟନ୍ତ ଭିନ୍ନ ହୋଇପାରେ। କିଛି କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କର ସୁନା ଭଣ୍ଡାର ବିକ୍ରି କରିବାକୁ ବିଚାର କରୁଥିବା ରିପୋର୍ଟ ମଧ୍ୟ ରହିଛି। ଏହା ଯୋଗାଣ ବୃଦ୍ଧି କରିବ ବୋଲି ଆଶା କରାଯାଉଛି, ଯାହା ମୂଲ୍ୟ ଉପରେ ଚାପ ପକାଇବ। ତେବେ ସୁନା ମୂଲ୍ୟ କାହିଁକି ହ୍ରାସ ପାଉଛି? ବିଶ୍ୱସ୍ତରରେ ସୁନା ମୂଲ୍ୟ କମ୍ ହେବା ଏବଂ ଡଲାର ମଜବୁତ ହେବା ଯୋଗୁଁ ଆଜି ସୁନା ମୂଲ୍ୟ ହ୍ରାସ ପାଇଛି। ଏହା ବ୍ୟତୀତ ଏମ୍ସିଏକ୍ସରେ ମଧ୍ୟ ମୂଲ୍ୟ ହ୍ରାସ ପାଇଛି। ଆଜି ସକାଳେ ଏମ୍ସିଏକ୍ସରେ ସୁନା ମୂଲ୍ୟ 0.66% ହ୍ରାସ ପାଇ 1,43,331ରେ ପହଞ୍ଚିଛି, ଯାହା ବଜାରରେ ଅସ୍ଥିରତାକୁ ସୂଚିତ କରୁଛି। ତେବେ ରୂପା ମୂଲ୍ୟ କ'ଣ ରହିଛି? ଭାରତରେ ଗତକାଲି ତୁଳନାରେ ଆଜିର ମୂଲ୍ୟ ପ୍ରତି କିଲୋଗ୍ରାମ 2,210 ଟଙ୍କା ହ୍ରାସ ପାଇଛି। ଗତକାଲି ରୂପାର ମୂଲ୍ୟ 2,51,090 ଟଙ୍କା ଥିଲା, ଯେତେବେଳେ ଆଜିର ମୂଲ୍ୟ 2,48,880 ଟଙ୍କା ରହିଛି। ତେଣୁ ଆଜିର 1 ଏବଂ 10 ଗ୍ରାମ ରୂପାର ମୂଲ୍ୟ ଯଥାକ୍ରମେ 248 ଟଙ୍କା ଏବଂ 2,488 ଟଙ୍କା ରହିଛି। 100 ଗ୍ରାମ ରୂପାର ମୂଲ୍ୟ 24,888 ଟଙ୍କା ରହିଛି ବୋଲି ସୂଚନା ମିଳିଛି। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।